ସକାଳୁ ସକାଳୁ କ'ଣ ହେଲା ନା ମୋତେ ଫଟାଫଟ ଆଜି ରୋଷେଇବାସ ସାରିବାର ଥିଲା, କାହିଁକିନା ଗୋଟେ ଗୁଡ଼େ ଦିନ ହେଲାଣି ଗୋଟେ ପେଣ୍ଡିଙ୍ଗ କାମଟେ ରହିଛି ଯେଉଁଟାକି ଆଜି ଆଜି ହେଇଯିବ କି ନାହିଁ ସେଇଟା ତ ଆମକୁ ଜଣା ନାହିଁ। ବସ୍ ଆଜି କରିବାକୁ ଯିବାର ଅଛି ସେ କାମଟାକୁ, ପୁରା ହେବ କି ନାହିଁ ସେଇଟା ଜାଗା ଉପରକୁ ଗଲେ ଜଣାପଡ଼ିବ ଯେ ସେ କାମଟା ଆମ ଦ୍ୱାରା କମ୍ପ୍ଲିଟ୍ ଆଜି ହେବ କି ନାହିଁ। ଗୋଟେ ପାଖାପାଖି ବର୍ଷେ ହେଲାଣି କି 8-9 ମାସ ହେଲାଣି ଚାଲିଛି ପ୍ଲାନିଂ ଚାଲିଛି, କିନ୍ତୁ ଆଜି ଏଇ 2 ଦିନ ହେବ ହଠାତ୍ ଆମେ ବାହାରିଲୁ ଯେ ଚାଲ ସେ କାମଟାକୁ ଆମେ କରିଦେବା, ସାରିଦେବା, ନଚେତ୍ ପଛକୁ ଆମେ ମୁଣ୍ଡରେ ହାତ ଦେବା। କାହିଁକିନା ଆପଣମାନେ ପୁରା ବ୍ଲଗ୍ ଦେଖନ୍ତୁ, ଲାଷ୍ଟ ଆଡ଼କୁ ଶେଷ ଆଡ଼କୁ ଜାଣିପାରିବେ କୁଆଡ଼େ ଯିବା କ'ଣ କରିବା। ତ ଥମ୍ବନେଲରୁ ସାୟଦ ଆପଣମାନେ ଜାଣିସାରିବେନି। ତ ରାତିରୁ ଗୋଟେ ପୂର୍ବ ଦିନଠାରୁ ପ୍ଲାନିଂ ହେଲା ସକାଳୁ ରୋଷେଇବାସ ସାରିକିରି ଛୋଟ ବଡ଼ କାମ ଘର ସବୁ ସାରିକି ଯିବା, କାହିଁକିନା ଫେରୁ ଫେରୁ କେତେବେଳେ ହେବ କି ଜଣା ନାହିଁ। ଆଉ ଏଇଠି ଯେହେତୁ ହଡ଼ବଡ଼ି ଚାଲିଥିଲା, ମାନେ ମୋର ରୋଷେଇ ଟାଇମ୍ରେ ମାନେ ଫଟାଫଟ ରୋଷେଇ କଲେ ପୁଣି ରେଡ଼ି ହେବାର ଅଛି, ବାକି କାମ ଦାମ ସାରିବାର ଅଛି। ତ ୟାଙ୍କୁ କହିଲି ତମେ ଟିକେ, କାହିଁକିନା ଆଜିକାଲି ମୁଁ ଡାଲିଟା କ'ଣ କରୁଛି ନା ଆଗ ବଘରା ଦେଇଦେଉଛି, ମାନେ ଛୁଙ୍କ ଦେଇଦେଉଛି, ତାପରେ ମୁଁ ଡାଲି ସେଇଥିରେ ଏକାଥରେ ସିଟି ଦେଇକିନା ସିଝଉଛି। ତ ୟାଙ୍କୁ ପୋଡ଼ି ଯାଉଥିଲା ମୋର ପିଆଜ ବଘରା ଛୁଙ୍କଟା, ୟାଙ୍କୁ ଧରିଲେ ମୁଁ ତମେ ଏଇଟା ଗୋଟେ ଖାଲି ଭାଜୁଥାଅ, ଫ୍ରାଏ କରୁଥାଅ, ମୁଁ ଏପଟେ ଡାଲିଟା ଧୋଇକି ଆଣୁଛି। ତ ମହାରାଜ ଆମର କିଚେନ୍କୁ ଆସିବାକୁ ଭାରି ଡରନ୍ତି, କାଳେ ଭୁଲ ଭଟକା ହେଇଯିବ କ'ଣ, ଆଉ ଇଏ ମୋତେ ଚିଲେଇ ପକାଇବ, ଏଇଟା ଏମିତି କଲନି ସେଇଟା ସେମିତି କଲନି, ମୁଁ ତ ଏମିତି କହେ, ଆଉ ତୁମକୁ ଆସୁନି ଆସିକିରି ରୋଷେଇବାସ କିଛି। ମୁଁ ବି ଭାବେ ଯେ ମୋ ସ୍ୱାମୀ ଏମିତିଆ ନା ସମସ୍ତେ ସେମିତିଆ, ମାନେ ଏଇଠି ଦେଖିପାରୁଥିବେ ଥିଲେ ଯେତେବେଳେ, ଆଉ ପୋଡ଼ିଗଲା ଜଲ୍ଦି ଆଣେ। ମୁଁ କହିଲି ଆରେ ପୋଡ଼ିଗଲା ସିମ୍ କରୁନ, ପୁରା ହାଇରେ ଅଛି, ତୁମେ ସିମ୍ କର, ଏତିକି ଜାଣିନ ଯେ ପୋଡ଼ି ଯାଉଛି, ସୁଇଚ୍ଟା ଅଛି ତାକୁ ଲୋ ଫ୍ଲେମ୍ କରିଦେବା। ନାଇଁ ଆଣେ ଚିଲେଇଲି। ମୁଁ କହିଲି ଆରେ ସିମ୍ ତ କର। ସବୁବେଳେ ଭାବେ ଇଏ ହିଁ ଜାଣିନାହାନ୍ତି ନା ଆଉ ସବୁଯାକ ଦୁନିଆର ସ୍ୱାମୀମାନେ ହିଁ ଜାଣିନାହାନ୍ତି, ଏସବୁରେ ଜଣା ନାହିଁ। ଆଉ ନ୍ୟୁଜ୍ ମୁଁ କହେ ସବୁବେଳେ, ଆଉ ନ୍ୟୁଜ୍ରେ ଦେଖିବାରେ ପୁରା ମାହିର ତୁମେ, କେଉଁଠି କ'ଣ ହେଲା ଦେଶ ରାଜନୀତି ସେଗୁଡ଼ାରେ ପୁରା ମାହିର, ଆଉ କିଚେନ୍ରେ କେଉଁଟା କେମିତି କେତେବେଳେ ପଡ଼ିବ ସେଗୁଡ଼ା ଜଣା ନାହିଁ। ତ ଏମିତି କରିକିରି ଡାଲିରେ ମୁଁ ଆଳୁ ଏଠି ପକାଇଦେଲି ସିଝିବା ପାଇଁକା, କାହିଁକିନା କୁହୁ ଖାଇକି ଯିବ ସ୍କୁଲ, ତା ସହିତ ପୁଅ ବି କାଳେ ବନ୍ଧାକୋବି ଖାଇବ କି ନାହିଁ। ରୋଷେଇ ବାସ୍ ପୁରା ସିମ୍ପଲ୍ ରଖିଥିଲି, ଭାତ ଡାଲି ବନ୍ଧାକୋବି ଭଜା ଗୋଟେ ଏମିତି ସିମ୍ପଲ୍ କରିଦେବି। ଜଷ୍ଟ ୟା ପୂର୍ବରୁ ମୁଁ ଟିଫିନ୍ ମଧ୍ୟ ଝିଅର ବନେଇକି ସାଇଡ଼୍ କଲି, ସମସ୍ତଙ୍କ ପାଇଁ ବ୍ରେକଫାଷ୍ଟ ବି ସେଇଥିରେ ଏକାଥରେ ବନେଇ ଦେଇଥିଲି। ତ ଏଠି ମୁଁ ବନ୍ଧାକୋବିଟା କାଳେ ଖାଇବ କି ନାହିଁ ପୁଅ, ତ ସେଥିପାଇଁ ତା ପାଇଁ ଟିକେ ମାନେ ଗୋଟେ ଇଏ ଚକଟା ଟାଇପ୍ର ହେଲେ ସେ ଟିକେ ଠିକ୍ସେ ଖାଇବ, ତା ପାଇଁ ସେଥିପାଇଁ ଡାଲିରେ ଏକାଥରେ ଆଳୁ ଟମାଟୋ ସବୁ ଦେଇକିନା, ଆଉ ଯେମିତି କହିଲେ ଆଜିକାଲି ମୁଁ ଏକାଥରେ ବଘାରି ଦେଉଛି, ଛୁଙ୍କ ଦେଇଦେଉଛି, ତା ଉପରେ ଡାଲି ଦେଇକିରି ଏକାଥରେ ପାଣି ଦେଇକି ସିଟି ଦେଇଦେଉଛି। ଆଉ ଖୋଲିକିରି ଛୁଙ୍କ ଦେବା ପାଇଁ ମୋତେ ଟାଇମ୍ ହେଉନି, ସ୍କୁଲ ଟାଇମ୍ରେ ମୋତେ ଏମିତି କଲେ ଇଜି ହେଉଛି। ଆଉ ତାପରେ ଚାଲନ୍ତୁ କୁଆଡ଼େ ଯିବା କ'ଣ କରିବା, ଟିକେ ବନ୍ଧାକୋବି ଫଟାଫଟ ଆପଣମାନଙ୍କୁ ଦେଖାଇ ଦେଉଛି ରେସିପି। ବନ୍ଧାକୋବିଟା ମୁଁ ଏମିତି କରେ, ଭଲ ଲାଗେ। ଆଉ ସିଧା କଡ଼େଇରେ ତେଲ ଦେଇକିରି ଫୁଟଣ ଦେଇକିରି, ମାନେ ଫୁଟଣ ମିନ୍ସ ସୋରିଷ ଜିରା ମୋର ଫୁଟଣ, ଆଉ ତାପରେ କଟା ରସୁଣ ବହୁତ ସାରା, ଆଉ ତା ସହିତ ଏମିତି ଚୋପା ଛଡ଼େଇକିରି ଆଳୁ ଟମାଟୋ ଟିକେ ବନ୍ଧାକୋବିରେ ଟିକେ ମୁଁ ଅଧିକା ପକାଏ। ତାପରେ କୋବି ଦେଇଦେବି, କ୍ରଞ୍ଚି ଲାଗିବ ଆଉ ଭଜାଟା ଯେମିତି। ତ ସେମିତି ମୋତେ ମୋର ବନ୍ଧାକୋବି ପର୍ସନାଲି ବହୁତ ପ୍ରିୟ, ମୋ ସ୍ୱାମୀଙ୍କର ଫୁଲକୋବି ପ୍ରିୟ। ଫୁଲକୋବି ଏଥରକ ମୁଁ ବନ୍ଧାକୋବି ଫୁଲକୋବି ଏତେ ରେସିପି ବି ଦେଇନି, ଆଉ ତ ଆଜି ସେଥିପାଇଁକା ଟିକେ ଦେଇଦେଉଛି। ଏବେ ଡାଲି ସିଟି ଦେଇଦେଲେ, 2ଟା ସିଟି ଦେଇଦେଲେ ବାସ୍। ତାପରେ ଯେତେବେଳେ ତାର ଥଣ୍ଡା ହେଇଯିବ ଖୋଲିବି, ଡାଲିଟା ପରଫେକ୍ଟଲି ହେଇଯାଇଥିବ, ଆଉ ଟିକେ ଫୁଟାଇଦେବି। ଦେନ୍ ଏଠି ବନ୍ଧାକୋବି ଦେଇଦେଉଛି ମୁଁ, ଟିକେ ବଡ଼ ବଡ଼ ସାଇଜ୍ର ବନ୍ଧାକୋବି କଟା ହେଇ ଦେଖିପାରୁଥିବେ ଆପଣମାନେ, କଟାରୁ ଗଲେ ଭାବୁଥିବେ କ'ଣ, ତ ଟିକେ ବଡ଼ ସାଇଜ୍ କଟା ହେଇଛି, କାହିଁକିନା ଟିକେ ମୋତେ ଟିକେ ବଡ଼ ଭଲ ଲାଗେ। ମୋ ସ୍ୱାମୀଙ୍କର ଫୁଲକୋବି ଘରକୁ ଆସିବ ମାନେ ଫୁଲକୋବି ଝୋଳ କରେ, ତରକାରୀ କରେ, କିନ୍ତୁ ମୋତେ ଫୁଲକୋବି ଏତେ ପସନ୍ଦ ନୁହେଁ। ତାପରେ ଥାଇରଏଡ଼୍ ବି ଫୁଲକୋବି ଖାଇବନି ଏତେ, ଟିକେ ଆଭଏଡ଼୍ ମୁଁ କରେ। କିନ୍ତୁ ସେମିତିରେ ମୋର ବନ୍ଧାକୋବିଟା ଭାରି ପ୍ରିୟ, ବନ୍ଧାକୋବି ଯେତେ ଦେଲେ ସେତେ ଶୁଖିଲା ଭାତ ସହିତ ବି ଖାଇଦେବି ଗୋଳେଇକିରି ଭଜା, ବନ୍ଧାକୋବି ଭଜାଟାକୁ। ଆଉ ବନ୍ଧାକୋବି ତ ଝୋଳ ହେଇପାରିବନି, ସେମିତି ଜୁକିଆ ଟାଇପ୍ର ଟିକେ ହୁଏ। ତ ଏମିତି କରିକି ମୁଁ ବନ୍ଧାକୋବିର ଭଜା କରୁଛି, ବନ୍ଧାକୋବି ସବୁ ପକାଇ ଦେଉଛି, ତା ଉପରେ ମୁଁ ପିଆଜ ପକାଇବି, ପିଆଜଟା ଟିକେ ଏମିତି କଞ୍ଚା ରହିବ, ପିଆଜ ଟମାଟୋ ସବୁ ଦେଇକିରି। ଦେଖନ୍ତୁ ଏଠି କ'ଣ ହେଲା, ମୋର ଖଣ୍ଡେ ବନ୍ଧାକୋବି ପଡ଼ିଲା ବୋଲି ମୁଁ ପୁରା ରିସ୍କ ନେଇକିନା ଗଲି, ସେଇ ହାତ ସନ୍ଧିରେ ଗରମ, ଏପଟରେ କଡ଼େଇକୁ ଏପଟରେ ପ୍ରେସର, ଗ୍ୟାସ୍ ବି ଚାଲୁଅଛି, ପୁରା ତାତିକି ଅଛି। ମୁଁ କହିଲି ନାଇଁ ଦେଖିବା, ଗୋଟେ ଏମିତି ବହୁତ ଥର କରିକିରି ଚେଙ୍କ ମଣିଷ ଖାଇଛି, ଫୁଟକା ହେଇଛି, କିନ୍ତୁ ତଥାପି ମଣିଷ ରିସ୍କ ନେଉଛି, ଚାଲ ଦେଖିବା କିଛି ହେବନି। ତ ଏଇଠି ଟିକେ ହାଲକା ହଳଦୀ ଲୁଣ ଦେଇଦେଉଛି ଉପରେ, ହାଇ ଫ୍ଲେମ୍ରେ ଭଜା ହେବ, ଲାଷ୍ଟ ଆଡ଼କୁ ଯାଇକି ଟିକେ ଲୋ ଫ୍ଲେମ୍ ହେବ। ଏମିତି କରିକିନା ତ ବନ୍ଧାକୋବି ଫୁଲକୋବି ତ ସିଜିନ୍ ସରିଗଲା, ଏବେ ମିକ୍ସ କରିବା। ଏବେ ଯାହା ସବୁ ପରିବା ଆସିବ ସେସବୁ ଖାଇବା, ଖରାଦିନିଆ ପରିବା ସେସବୁ ଖିଆ ହେବ। ପୁଣି ଅପେକ୍ଷା ଯାଇକିନା ନଭେମ୍ବର ମାସକୁ। ଆଉ ବାକି ଟାଇମ୍ ଫୁଲକୋବି ବନ୍ଧାକୋବି ବଜାରକୁ ଆସେ, ବଟ୍ ଆମ ଘରେ ଆମେ ଆଣୁନା, ଫ୍ରୋଜେନ୍ ବାଲା ସେଗୁଡ଼ା ଆମକୁ ଭଲ ଲାଗେନି।
ଆମ ଘରେ କେବଳ ଶୀତଦିନିଆ ବନ୍ଧାକୋବି ଆଉ ଫୁଲକୋବି ଖିଆ ହୁଏ। ଅନ୍ୟ ସିଜନ୍ରେ ବନ୍ଧାକୋବି ଫୁଲକୋବି ଆମର ଟୋଟାଲ୍ ଆସିବନି, ପୁରା ବନ୍ଦ। ହଁ ଯଦି କିଛି ଗୋଟେ ସ୍ପେଶାଲ୍ କିଛି ବନେଇବାର ଥାଏ ବେଳେ ଅଧେ କେତେବେଳେ ଆଣେ ନଚେତ୍ ବିଲକୁଲ ବର୍ଷ ସାରା ମୁଁ ଆଣେନି। ସେଠି ମୋର ଡାଲି ହେଇଗଲା, ଭାତ ହେଇଗଲା, ଆଉ ବନ୍ଧାକୋବି ଏଠି କଭର୍ କରିଦେଲି, ଚାଲି ଆସିଲେ ଆମେ ଫଟାଫଟ ସମସ୍ତେ ବ୍ରେକଫାଷ୍ଟ କରିନେବୁ। ଏମାନଙ୍କୁ ସମସ୍ତଙ୍କୁ ମୁଁ ଖାଇବାକୁ ଦେଲି, ମୁଁ ତମମାନେ ଖାଇଦିଅ, ମୁଁ ରୋଷେଇ ଏମାନେ ସମସ୍ତେ ଗାଧୋଇ ପାଧେଇ ରେଡ଼ି, ବାସ୍ ମୁଁ ଗାଧୋଇ ପାଧେଇବି ତାପରେ ରେଡ଼ି ହେବି, କାହିଁକିନା ମୋତେ ରୋଷେଇ ସାରିକିରି ଗାଧେଇବି। ଯେହେତୁ ମୋର ଥଣ୍ଡା ପ୍ରୋବ୍ଲେମ୍, ସମସ୍ତଙ୍କୁ କହିଛି ମୁଁ ସକାଳୁ କେବେ ବି ଗାଧେଇ ପାରେ ନା, ଯଦି ଲେଟ୍ ହେବ ମୁଁ ଯାଇକିରି କମ୍ଫର୍ଟରେ ଗାଧେଇ ପାରିବି, ନଚେତ୍ ମୁଁ କମ୍ଫର୍ଟେବଲି ଗାଧେଇ ପାରିବିନି, ଆଉ ଦେହ ଖରାପ ଲାଗିଯିବ ମୋତେ। ସେଇଦିନ ହିଁ ମୋର ବିନ୍ଧା ଛିଟା ଦେହ ଦର୍ଜ ହେଇଯିବ। ତ ଏଠି ଦେଖନ୍ତୁ ମୁଁ ମଟର ପରଟା ଦେଇଥିଲି ଆଜି ଝିଅକୁ ଟିଫିନ୍ରେ, ତ ସେଇଥିରୁ ଗୋଟେ ଗୋଟେ ସମସ୍ତଙ୍କ ପାଇଁ କରିଦେଇଥିଲି। ଟାଇମ୍ ନଥିଲା, ମୁଁ କହିଲି ସବୁ ଗୋଟେ ଗୋଟେ ହିଁ ଖାଇଦେବ, ଆଉ ବେଶୀ କରି ହେଲାନି, ଆଉ ଟାଇମ୍ ହେଲାନି। ତାପରେ ପୁଅ ବି ଖାଇବାର ଅଛି, ପୁଅ ପାଇଁ ଖାଇବା ବନେଇଥିଲି। ପୁଅ ନା ଏମିତି ଯେ ଏମିତି ଜିନିଷ ସବୁ ମାନେ ପରଟା ମଟର ହେଲା ଖାଇଦେବା, ନା ଖାଇବନି। ତ ଏମିତି ଟିଭି ଏନ୍ଜୟ କରୁଛି, ଦେଖୁନାହାନ୍ତି ଟିକେ ଡାକିଥିଲି ବୋଲି ତା ରାଗ ହେଇଗଲା। ତାପରେ ମୁଁ ଟିକେ ରୋଷେଇବାସ ଯେହେତୁ ସରିଲା, ମୋର ଟିକେ ହାଲକା ଏମିତି ରେଷ୍ଟ ନ କଲେ ହେବ। 2 ଘଣ୍ଟା 3 ଘଣ୍ଟା ଯେତେବେଳେ କିଚେନ୍ରେ ଠିଆ ହେଇଯିବି, ତାପରେ ମୋତେ ଟିକେ ବସିବା, ଟିକେ ରେଷ୍ଟ କରିବା ଦରକାର। ତ ବାପ ପୁଅ ଟିଭି ଦେଲେ ମୁଁ ତାଙ୍କ ପରେ ଟିକେ ବସି ପଡ଼ିଲି, ଟିକେ ତା ସହିତ ଟିକେ ନ ଲାଗିଲେ ସକାଳୁ ମୋର ଟିକେ କାମ ସରିଲେ, ମୁଁ ପୁଅ ସାଙ୍ଗରେ ଟିକେ ନ ଲାଗିଲେ, ନ ବସିଲେ ତା ସହିତ ହେବନି। ତ ଏମିତି କରି ଯାଇକିରି ଗାଧେଇ ପାଧେଇକି ଫଟାଫଟ ଦେଖନ୍ତୁ ମୁଁ ଏଠି ଆସିଗଲି। ଗାଧେଇକି ଆସିଲା ପରେ ବର୍ତ୍ତମାନ ଚାଲନ୍ତୁ ଯିବା, ଆଉ ଆଜି କିଣା ହେବାର ଆମର ଅଛି ବର୍ଷାର ଜ୍ୱାଇଁ ଚେନ୍। ଆଉ କେବେଠୁ ଆମର ପ୍ଲାନିଂ ଚାଲିଥିଲା ଯେ ସୁନା ଦାମ ଯେଉଁ ବଢ଼ିଯାଉଛି, ଯାହା ହେଲେ ତ ଝିଅକୁ ଦେବ ନ ଦେବ ଛାଡ଼, କିନ୍ତୁ ଯଦି ଜ୍ୱାଇଁଟାକୁ ତ ଦିଆହେବ ନା ମୁଦି ଚେନ୍, ଯେମିତି ଆମର ପରମ୍ପରା ରହିଆସିଛି ସୁନାର ଚେନ୍ ମୁଦି ଦିଆହେବ। ତ ଏମିତି କରିକିରି ହଜବେଣ୍ଡ ତାଙ୍କର ଏଇଠି ବାହାର କରୁଛନ୍ତି। ଆଉ ମୁଁ କହିଲି କ'ଣ ସବୁ ନେଉଛୁ ଦେଖାଅ, କ'ଣ ଆଧାର ପ୍ୟାନ୍ ଏମିତି ସବୁ କ'ଣ ଆଧାର ଦରକାର ହେଉଛି ନା କ'ଣ, ମୁଁ କିଛି ସେଗୁଡ଼ା କ'ଣ ହେବ ପଇସା। ମୁଁ କହିଲି ଦେଖ ଏତିକି ପଇସା କିଏ ନେଇକି ଯାଏ ସୁନା କିଣିବାକୁ, ମାତ୍ର 2-4ଟା 5-6ଟା 500 ଟଙ୍କିଆ। ତ ମୁଁ କହିଲି ଏତିକି ନେଇକି ଯାଏ। ତ ଏମିତି ହେଇକିରି ଆମେ ବର୍ତ୍ତମାନ ଫାଇନାଲି ରେଡ଼ି ହେଲୁ, ଯିବୁ ବୋଲି। ଆଜି ହଜବେଣ୍ଡ ଛୁଟିରେ ବି ଅଛନ୍ତି, କାହିଁକିନା କାମଟା ଗୋଟେ କେବେଠୁ ଅଛି ପେଣ୍ଡିଙ୍ଗ ହେଇକିରି ହେଇପାରୁନି। ତାପରେ ହଠାତ୍ ମୁଣ୍ଡରେ ଆସିଲା, ମୁଣ୍ଡରେ କ'ଣ ମାନେ ଆସୁଛି ଖବର ଯେ ମାନେ ସୁନା ଆହୁରି ବଢ଼ିଯିବ। ତ କଥା ଏଇଆ ଯେ ଝିଅକୁ ତ ଦେବାନି, କିନ୍ତୁ ଆଜିକାଲି ତ ଆମେ ଘରେ ସବୁ ମାନେ ଆମର ପରମ୍ପରା ଯେମିତିକି ଜ୍ୱାଇଁକି ଦେବା, ଝିଅକୁ ନ ଦେବା ନାହିଁ। ଝିଅକୁ ଦେବୁ ନ ଦେବୁ ସେ କଥା ତ ପର କଥା, କିନ୍ତୁ ମୁଣ୍ଡରେ ପ୍ରଥମେ ଆସିବ କ'ଣ ଯେ ଜ୍ୱାଇଁକୁ ଦେବା, ଜ୍ୱାଇଁ ଚେନ୍, ଜ୍ୱାଇଁ ମୁଦି, ଏଇଆ ହିଁ ପ୍ଲାନିଂ ଆଗ। ଝିଅ କଥା ଭାଇ ପରେ, ଭାଇ ଝିଅ ଆର୍ଟିଫିସିଆଲ ଲଗେଇ ବାହା ହେଇଯିବ, କାହିଁକିନା ସୁନା ଦାମ ଯେତିକି ହେଲାଣି। ସେଇଥିପାଇଁ ଛାନିଆରେ ଆମେ ଗୋଟେ ସମସ୍ତେ ବାହାରିଲୁ, ଚାଲ କାଳେ ଆଗକୁ 2.5 ଲକ୍ଷ ହେଇଯିବ, ମାର୍ଚ୍ଚ ମାସ ଶେଷ ସୁଦ୍ଧା ବୋଧେ 2.5 ଲକ୍ଷ 2 ଲକ୍ଷ କ୍ରସ୍ କରି, ଏବେ ତ 2 ଲକ୍ଷ ହେଇଗଲାଣି, ଆଉ 2.5 ଲକ୍ଷ ହେଇଯିବ। ଆଉ ଏମିତି କରିକିରି ଆମେ ସେଥିପାଇଁକା ଫାଇନାଲ୍ କଲୁ, ଚାଲ ଯାହା ଯେମିତି କ'ଣ କିଣିଦେବା, ଆଉ ନହେଲେ ଆଗକୁ ଆଉ ଛୁଇଁ ହେବନି। ସେଥିପାଇଁକା ଆମେ ଆଜି ସମସ୍ତେ, ହଜବେଣ୍ଡ ଛୁଟି, ଆଉ ବର୍ଷା ବି ଗୋଟେ ହାଫ୍ ଡେ ରହିଲା, ଏମିତି କରିକିରି ଆମେ ସମସ୍ତେ ଗଲୁ। ଝିଅକୁ ସ୍କୁଲ ପଠାଇଦେଲୁ, ବାକି ଆମେମାନେ ସମସ୍ତେ ରେଡ଼ି ହେଇକିରି ବାହାରି ଆସିଲୁ। ଆଉ ଝିଅର ବା କ'ଣ ସେଠି କାମ, ତାପରେ ତାର ବି ଏକ୍ଜାମ୍ ଟାଇମ୍, ଆଉ ସେଥିପାଇଁକା ତାକୁ ସ୍କୁଲ ପଠାଇକିରି ବର୍ତ୍ତମାନ ଆମେ ଆମର ବାଇକ୍ରେ ଯିବୁ, ସେମାନେ ବର୍ଷା ଦେଇ ତାଙ୍କର ସେଇ ବାଇକ୍ରେ ଆସିବେ। ତ ବହୁତ ଏକ୍ସାଇଟ୍ ଆଉ ଖୁସିରେ ହେଉଥିଲା। ମୋର ସୁନା ଦୋକାନ ଗଲେ ମୁଁ କିଣେ ନ କିଣେ, ସୁନା ଦୋକାନକୁ ଯିବ ତ ଅବଭିୟସ୍ଲି କିଣିବା ପାଇଁ ଯିବ, ସୁନା ଦୋକାନକୁ ତ କେହି ଏମିତି ବୁଲିବାକୁ ଯାଆନ୍ତିନି, ମଲ୍ ଫଲ୍ ହଁ ବୁଲିଦେବ, କିନ୍ତୁ ମୋତେ ଭାରି ଏକ୍ସାଇଟେଡ଼୍ ଲାଗୁଥିଲା ସୁନା ସବୁ ଦେଖିବା, ଆଉ କ'ଣ ସବୁ ଗଲି ଦେଖିବି। ଆଉ କାହିଁକିନା ମୋର ବି ଗୋଟେ କେବେଠୁ କିଛି ଗୋଟେ ବଦଲା ବଦଲି କରିବାର ଥିଲା। ତ ଏମିତି ଭାବି ମୁଁ ଭାରି ଖୁସି ଥିଲି, ଏକ୍ସାଇଟେଡ଼୍ ହେଇକି ବସିଥିଲି ଯେ ବର୍ଷାର ଏଇ କାମଟା ଟିକେ ହେଇଯାଉ, କାହିଁକିନା କେବେଠୁ ଗୋଟେ ଚାଲିଛି କଥା, ହେଇପାରୁନି ବ୍ୟସ୍ତ ରହିଯାଉଛୁ ଆକ୍ଚୁଆଲି। ଆଉ ଛୁଟି ବି ଆମର ସମସ୍ତଙ୍କର ହେଇପାରୁନି ଠିକ୍ସେ, କିଏ ଫ୍ରି ଥିବ କିଏ ଫ୍ରି ନଥିବ। ଆଉ ଗୋଟେ ଜିନିଷ କିଣିବା ପାଇଁ ଗଲେ ସମସ୍ତେ ଯିବା ଦରକାର। ଏଇଠି ଆକ୍ଚୁଆଲି ମୋର ଆଖି ଭାରି ପେନ୍ ହେଉଥିଲା, ମୋର ଜମା ମୁଁ ଅନେଇ ପାରେନା ବାହାରକୁ ଆସିଲେ, ଖରା କି ପବନ ବାଜିଲେ ମାନେ ମୋ ଆଖିରୁ ଅଟୋମେଟିକାଲି ମାନେ ଲୁହ ଗଡ଼ି ଚାଲିବ, ପାଣି ଗଡ଼ି ଚାଲିବ, ଆଖି ପେନ୍ ହେବ, ମୁଁ ଅନେଇ ପାରିବିନି ବିଲକୁଲ। ତ ମୁଁ କହୁଥିଲି ଚଷମାଟା ଆଣିଥାନ୍ତି, ମନେ ପକାଇଥାନ୍ତ। ଆଉ ମୋର ଆକ୍ଚୁଆଲି ଚଷମା ଥରେ ଲଗେଇକିରି ସର୍ଚ୍ଚ କରିଥିଲି, 2 ଜଣ ଖଣ୍ଡେ କହିଲେ ଯେ ଚଷମା ଲଗାନି, ତୁମକୁ ସୁଟ୍ କରୁନି। ଆକ୍ଚୁଆଲି ମୋର ଆଖିର ହିଁ ପ୍ରୋବ୍ଲେମ୍ ଆସିଛି, ଆଖିରେ ଚଷମା ନ ଲଗାଇଲେ ମୋ ମୁଣ୍ଡ ହରା ବିନ୍ଧୁଛି, ସେଥିପାଇଁକା ଚଷମା ଡକ୍ଟର ପ୍ରେସକ୍ରାଇବ୍ କରିଛନ୍ତି, କିନ୍ତୁ ମୁଁ ବ୍ୟସ୍ତରେ ଲଗେଇ ପାରୁନି। ଛୋଟ ଛୁଆ ଦେଖିପାରୁଥିବେ, ମୁଁ ଲଗେଇ ପାରୁନି, ମୋର ରଖିଦେଇଛି, ମନ ପଡ଼ିଲେ ମୁଁ ଲଗାଉଛି, ଯେତେବେଳେ ଭିଡ଼ିଓ ଚାଲିଥିବ ଲଗେଇଦେବି। ତ ସିଏ କହୁଛନ୍ତି ଯେ ତୁମକୁ ଚଷମା ଆଦୌ ସୁଟ୍ କରୁନି। ଆକ୍ଚୁଆଲି ସେଇଟା ହେଲା
ଆଉ ମାନେ ମୋର ଆଇ ସାଇଟ୍ ପ୍ରୋବ୍ଲେମ୍ ବୋଲିକା ହିଁ ଚଷମା ଲଗାଉଛି। ତ ଆମେ ଆସିକି ପହଞ୍ଚିଗଲୁ ଶହୀଦନଗର ରୂପାଲି ସ୍କୋୟାର ଟ୍ରାଫିକ୍ରେ ଯେଉଁ ମାଲାବର ଅଛି ସେଠିକି ହିଁ ଆମେ ଆସିଲୁ। ସେଇଠି ଆସିଲା ପରେ ଚାଲନ୍ତୁ ଦେଖିବା କେମିତିଆ କ'ଣ ସବୁ ଦେଖିବା। ତ ଆଜି ମୁଁ କରିଛି ବ୍ଲଗ୍, ସମସ୍ତେ ଆପଣମାନେ ରିକ୍ୱେଷ୍ଟ କରନ୍ତି ବ୍ଲଗ୍ କର ବ୍ଲଗ୍ କର। ତ ଆଜି ବି ଦେଖିବା ଆପଣମାନେ କେତେ ସାରା ଭଲ ପାଇବା ଦେଉଛନ୍ତି। ଏଠି କରିକିରି ଏଯାକେ ଦେଇ ଆଉ ବର୍ଷା ପହଞ୍ଚି ନାହାନ୍ତି, ଆମେ ତାଙ୍କୁ ଅନା ହେଇକିରି ଆମେ ଆସିଗଲୁ ଭିତରକୁ। ଚାଲ ଦେଖିବା ଆମେ। ତ ଆସିକି ପ୍ରଥମେ ଦେଖୁ ଦେଖୁ ହାଏ କି ଲୋଭ ହେଉଥାଏ। ବହୁତ ସୁନ୍ଦରିଆ ସୁନ୍ଦରିଆ ସବୁ ଚେନ୍ ଥିଲା। ମୁଁ କହିଲି ବର୍ଷା ଏଇଟା ନେଇଯା। ଏଇଟା ଥିଲା କେତେ ଜାଣିଛନ୍ତି? 6 ଲକ୍ଷ। ସେଇଟା ବି ସେଇ 6 ଲକ୍ଷ, ଏଇଟା ବି ସେଇ 6 ଲକ୍ଷ। 6 ଲକ୍ଷର ଚେନ୍ ଥିଲା ଏଇଟା ଆଉ ସେଇଟା। ବହୁତ ମୋଟା ମୋଟା ଥିଲା। ଆଉ ଏତେ ଯେ ସୁନା ଦର ଶୁଣିକିରି ମନ ବି ଦୁଃଖ ହେଇଯାଉଥିଲା, କାହିଁକି ନା ଯେଉଁଗୁଡ଼ା ସବୁ ମାନେ 1 ଲକ୍ଷ 1.5 ଲକ୍ଷରେ ମାନେ ଆଗରୁ ବହୁତ ଆଗରୁ କିଣିଥିଲେ ହେଇଯାଇଥାନ୍ତା। ଆଉ ଏବେ ସେଗୁଡ଼ା ସବୁ କେତେ ଦାମ ବଢ଼ିଯାଇଛି ଶୁଣିକିରି ପୁରା ଛାନିଆ ଲାଗୁଥିଲା, ମନ ଦୁଃଖ ହେଉଥିଲା। ଭାଇ ସମସ୍ତେ ମାନେ ଭାବିଲା ବେଳକୁ କେମିତି ଲାଗୁଛି, ସମସ୍ତେ ହେଉଛି ଗରିବ ଘର ହୁଅନ୍ତୁ କି ଆମେ ମାନେ ଯେ ମିଡ଼ିଲ୍ କ୍ଲାସ୍, କେମିତି ଆମେ ସବୁ ବାହାଘର କରିବୁ, କେମିତି କ'ଣ ସବୁ ଦେବୁ, ସେଇଟା ସବୁ ଆମେ ସବୁ ଭାବିକିରି ଭାରି ହିଁ ମାନେ ଦୁଃଖ ଲାଗୁଥିଲା, ଟେନସନ୍ ଲାଗୁଥିଲା ଏଠିକି ଆସିକିରି। ଆଉ ଚେନ୍ ତ ବଢ଼ିଆ ବଢ଼ିଆ ଡିଜାଇନ୍ ସବୁ ଥିଲା। ବର୍ଷା ତାର ଏଠି ଗୋଟେ ଟେନସନ୍ ହେଇଯାଇଥିଲା ଯେ କ'ଣ କରିବା କ'ଣ ନାହିଁ, ଦାମ ଦେଖିକିରି ଯେତେବେଳେ ଘରେ ଆମେ ଯେତେବେଳେ ହିସାବ କରିଥିବୁ ଅଲଗା ପ୍ରକାର, ଦୋକାନକୁ ଆସିଲା ପରେ ଯେତେବେଳେ ଶୁଣିଦେବୁ ସେ ଯେଉଁ ମେକିଂ ଚାର୍ଜ ସହିତ ମିଶିକି ଯେତେବେଳେ ଆମେ ଦାମଟା ଜାଣିଦେବୁ, ଭାଇ ମୁଣ୍ଡରେ ପୁରା ହାତ ଦେଲା ଭଳିଆ ହେଇଯାଏ। ଛାନିଆ ବର୍ଷା ଆଉ ଆମେ ସମସ୍ତେ ବି ଯେ ଏତେ ଟଙ୍କା କ'ଣ କରିବା, ନେବାନି ପଳେଇବା, ଏମିତି ହିଁ କଥାବାର୍ତ୍ତା, ଟେନସନ୍ ଛନକା। ଏତେ ଦାମ ମେକିଂ ଚାର୍ଜ ସହିତ ସବୁ ବୁଝାବୁଝି ଦେଖା ଦେଖି କଲାବେଳକୁ ବର୍ଷା ବି କହୁଛି କାହିଁ ଦେବା ତାକୁ ଏମିତି ହେଉଛି। ଚାଲ ଗୋଟେ କ'ଣ ଶସ୍ତା କିଣିଦେବା, ଏମିତି ହିଁ ସବୁ ଡିସ୍କସନ୍ ଚାଲିଥିଲା। ବହୁତ ସାରା ଦେଖିଲୁ। ତାପରେ ଆମକୁ ମାନେ ଜୁଏଲର୍ସ ତରଫରୁ ଆମକୁ କଫି ଦେଲେ। ତ କଫି ପିଇଲୁ, ଏନ୍ଜୟ ଟିକେ କରିଦେଲୁ। ଆସିଛେ ତ ଚାଲ କଫି ଟିକେ ପିଇଦେବା ଆଉ କ'ଣ, ନେବା କି ନ ନେବା ଛାଡ଼, କଫି ପିଇଦେବା ଆଉ। ଏମିତି ପରେ ବର୍ଷା ତାର ଗୋଟେ ଚେନ୍ ଟ୍ରାଏଲ୍ କଲା, କହିଲା ସାନ ମୁଁ ସେଇଟା ଏଠି ବର୍ଷା ତା ବାପାଙ୍କ ସହିତ କଥା ହେଉଛି। ବାପା କହିଲେ ଗଲେ ଫୋନ୍ କରିବ ବୋଲିକା, ସେଥିପାଇଁ ସେ ବୁଝିବାଝିକି ସବୁ ଦାମ ଧରା ମେକିଂ ଚାର୍ଜ ହେରା କେତେ କ'ଣ, ତ ସେ ତା ବାପାଙ୍କୁ କହୁଥିଲା। ଆଉ ମୋ ହଜବେଣ୍ଡ ବି କଥା ହେଉଥିଲେ, ଇଏ ବି ଏପଟରେ ବାପାଙ୍କ ସହିତ କଥା ହେଉଥିଲା, ବାପା ପଇସା ପଠାଅ କି କ'ଣ ଏମିତି କହୁଥିଲା। ସେପଟରେ ମୋ ହଜବେଣ୍ଡ ବି କଥା ହେଉଥିଲେ ତାଙ୍କ ବଡ଼ ଭାଇଙ୍କ ସହିତ। ଇଏ କେତେବେଳେ କଥା ହେଉଥାଏ, କେତେବେଳେ ସିଏ କେତେ ତାଙ୍କ ଫୋନ୍ ଲଗେଇ କଥା ହେଉଥାନ୍ତି, ଏମିତି ସବୁ ଚାଲିଥାଏ ମଝିରେ କଥାବାର୍ତ୍ତା। ଏଇଟାକୁ କହିଲା ମୁଁ ଟ୍ରାଏଲ୍ କରିବି, ମୁଁ କହିଲି ହଁ ଆଣେ ଦେଖିବା କେମିତି ଦେଖାଯାଉଛି। ତ ଆପଣମାନେ ସର୍ଟସ୍ ଦେଖିଥିବେ, ବହୁତ ବଢ଼ିଆ ଥିଲା। ଏଇଟା 6 ଲକ୍ଷର ଥିଲା, ତ ବଢ଼ିଆ ଲାଗୁଥିଲା। ଏଇଟାକୁ ସେ ଟ୍ରାଏଲ୍ କଲା, ମୋତେ ବି ବହୁତ ଇଚ୍ଛା ହେଉଥିଲା ଟ୍ରାଏଲ୍ କରିବା ପାଇଁ। ଦେଖନ୍ତୁ କେମିତି ହେଇଛି ଡିଜାଇନ୍, ମାନେ ଯେଉଁମାନେ ଯେଉଁ ଲଗାନ୍ତିନି କି ସବୁ, ଯେଉଁମାନେ ପୁଅ ପିଲାମାନେ ଯେଉଁମାନେ ସୁନାକୁ ଭଲ ପାଆନ୍ତି ଲଗାଇବାକୁ, ସେମାନେ ସବୁ ଏମିତି ମୋଟା 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 2-4ଟା ଲଗାଇଥିବେ, ମୁଁ ଦେଖିଛି ସବୁ ଏମିତି ୟୁଟ୍ୟୁବ୍ ମାନଙ୍କରେ। ତାପରେ ଆମେ କେତେଟା ଆଉ ଚେନ୍ ଦେଖିଲୁ। ମୋ ହଜବେଣ୍ଡ ମାନେ ପୁଅ ପିଲାଙ୍କ ବେକରେ ପକେଇକି ଦେଖିବୁ ବୋଲି କେମିତି ଦେଖାଯାଉଛି, ସୁଟ୍ କେମିତି କରୁଛି। ତ ୟାଙ୍କ ବେକରେ ପକେଇକି ଦେଖିଲେ ଜାଣିପାରିବୁ ବୋଲି, ଆଇଡ଼ିଆ ହେବ ବୋଲିକି ଆମେ ଏମିତି ସବୁ 2-4ଟା ଆଣିକିରି ହାତରେ ଦେଖନ୍ତୁ ଧରିଛନ୍ତି କେମିତି, 2-4ଟା ଆଣିକି ଏମିତି ପକେଇକି ଦେଖିଲୁ, ଟ୍ରାଏଲ୍ କଲୁ କେଉଁଟା ମାନେ ସୁଇଟେବୁଲ୍ ହେଉଛି ପୁଅ ପିଲାଙ୍କ ବେକରେ ଠିକ୍ ଦେଖାଯିବ। ଏମିତି ଦେଖିଲା ପରେ ତାପରେ ଦେଖିବା ଆଉ କେଉଁଟା ନେବା କ'ଣ, ଏମିତି ଆମେ ଚଏସ୍ କରି ରଖିଛୁ। 4ଟା ପାଖାପାଖି ଚଏସ୍ କରି ରଖିଛୁ। ତାପରେ ଯାଇକିନା ଆମର ଫାଇନାଲ୍ ହେବ। ତ ମୁଁ କହିଲି ଯେହେତୁ ଯାଉଛେ ଆମେ, ବର୍ଷାର ଆଜି ଗୋଟେ ଶୁଭ କାମ ଏଇଟା ନା, ତ ଗୋଟେ ଏଇଟା ଲାଇଫ୍ରେ ଗୋଟେ ଶୁଭ କାମ। ତ ମୁଁ କହିଲି ଚାଲ ଆଜି ଗୋଟେ ବ୍ଲଗ୍ ହିଁ ବନେଇଦେବା। ସେଥିପାଇଁକା ସବୁ ଏକ୍ସାଇଟେଡ଼୍, ଆମେ ସମସ୍ତେ ଖୁସିର ଥିଲା। ସେଥିପାଇଁକା ଆଜି ମୁଁ ବ୍ଲଗ୍ ବନେଇଲି। ଆପଣମାନେ ବହୁତ ସାରା ଭଲ ପାଇବା ଦେବେ, ଲାଇକ୍ କରିବେ। ଭଲ ପାଇବା ଦେଉଛନ୍ତି ମୋର ସର୍ଟସ୍ରେ ବହୁତ, ମୋତେ ବଢ଼ିଆ ଲାଗୁଛି, ଖୁସି ଲାଗୁଛି। କିନ୍ତୁ ଆପଣମାନେ ସବସ୍କ୍ରାଇବ୍ କରୁନାହାନ୍ତି। ମୋତେ ବହୁତ ସାରା ସବସ୍କ୍ରାଇବ୍ କରନ୍ତୁ, କାହିଁକିନା ମୋତେ ଗୋଟେ ସିଲଭର ବଟନ୍, ମୁଁ ଆଜି ଯାଏ କେବେ ବି କିଛି ମନର କଥା କହିପାରୁନି। ମନରେ ମୋର ବହୁତ ସାରା କଥା ଅଛି, କିନ୍ତୁ ମୁଁ କେବେ କହିପାରୁନି, କାହିଁକିନା ମୋତେ ବିଲକୁଲ ସମୟ ହେଉନି। ପୁଅ ଆସିଲା ପରେ ମୁଁ ବହୁତ ବିଜି ହୋଇଯାଇଛି। ତା ସହିତ ଝିଅ ମୋର, ଆଉ ତା'ର ପାଠପଢ଼ା ବହୁତ ସାରା, ସେଥିପାଇଁକା ମୁଁ ବିଲକୁଲ ସମୟ ପାଉନି। ଏମିତି କରି ମୋ ପୁଅ ଏଥରକ ମାନେ ବହୁତ ଦୁଷ୍ଟ ହୁଏ ବାହାର ଜାଗା ମାନଙ୍କରେ, କିନ୍ତୁ ଏଥରକ ଏଠି ବେଶୀ ଦୁଷ୍ଟ ହେଉନଥିଲା। ମୁଁ କହିଲି ମୋ ପୁଅ କ'ଣ ଏତେ ଦୁଷ୍ଟାମି କମିଯାଇଛି, ତ ତା ଦୁଷ୍ଟାମି ପୁରା ଏତେ ନଥିଲା, ଏଠି କମିଯାଇଥିଲା। ତ ଏଠି ତାପରେ ଆହୁରି ମୋର କିଛି କାମ ଥିଲା, କାମ ସରିଲା ପରେ ଆମେ ଦେଖନ୍ତୁ ଏଠି ଆସିଗଲୁ। ଆସିଲା ପରେ ମୁଁ କହିଲି ଝିଅ ଜାଣିଥିଲା ଯେ ଆମେ ଯିବାର ଥିଲା ବୋଲି, ତା ପାଇଁ ଗୋଟେ କ'ଣ ନେଇକି ଯିବା। ତ ଆମେ ଆସିଲୁ ମିଓଆମରେ, ଏଠି ଗାଡ଼ି ରଖିଲୁ। ତାପରେ ମିଓଆମରିକୁ ଯିବୁ, ମିଓଆମର ଟିକେ ପେଷ୍ଟ୍ରି କ'ଣ ଟିକେ ତା ପାଇଁ ନେବି, କାହିଁକିନା ସେ ଜାଣିଥିଲା ଯାଇଛନ୍ତି ବାହାରକୁ, ମାମାହାର ମୋ ପାଇଁ କ'ଣ ଆଣିଥିବେ। ସ୍କୁଲରେ ଆସିନଥିବ, ଟାଇମ୍ ହେଇନି, କିନ୍ତୁ ମୁଁ ନେଇଯିବି ଭାବିଲି। ତ ମୁଁ ତା ପାଇଁ ଏଠି କିଛି ପେଷ୍ଟ୍ରି ଡୋନଟ୍ ଆଣିଲି,
ଆଉ ଗୋଟେ ଚକୋଲେଟ୍ର ପିଓର ଚକୋଲେଟ୍ର ପେଷ୍ଟ୍ରି ଆଣିଲି। ଏମିତି କରିକି ଆମେ ଫାଇନାଲି ଘରକୁ ଆସିଗଲୁ। ରିସି ଦେଖିକିରି ପୁରା ଏକ୍ସାଇଟେଡ଼, ଏଇଟା ନେବି ସେଇଟା ନେବି, ମ୍ୟାଙ୍ଗୋ ବାଲା ପେଷ୍ଟ୍ରି। ପାପା କହିଲେ ନା ତୁ ମ୍ୟାଙ୍ଗୋ ବାଲା ଜମା ଖାଇପାରିବୁନି। ତାଙ୍କୁ ଆମକୁ ବି ପାଖାପାଖି 3:30 ବାଜି ଯାଇଥିଲା। ଆମେ ଯାଇଥିଲୁ 12ଟାରୁ, ଆମେ 3:30 ବାଜି ଯାଇଥିଲା। ତ ଆମେ ଏଠି ସେଥିପାଇଁକା ଭୋକ ବି ପ୍ରବଳ ହେଉଥିଲା। ଆଉ ତାପରେ ମୁଁ କହିଲି ଚାଲନ୍ତୁ ଆପଣମାନେ ଏଇଠି କ'ଣ ଦେଖିଲେ କହିବେ କମେଣ୍ଟ କରିକିରି। ଆପଣମାନେ ଏଇଠୁ ମୋ ପାଖରେ କ'ଣ ମିସ୍ କରୁଛନ୍ତି, କ'ଣ ଦେଖିଲେ କମେଣ୍ଟ କରି ନିହାତି ଜଣାଇବେ। ସେଇଟା ମୁଁ ପଛରେ ରିଭିଲ୍ କରିବି, ପଛରେ ଜଣାଇବି। ତ ଏଇଠି ଆମେ କିଣି ନେଇଗଲୁ। ଦେଖନ୍ତୁ ଝିଅ ପାଇଁକା ପ୍ୟାକ୍ ହେଇଗଲା। ତାପରେ ପୁଅ ନା ବାଟରେ ହିଁ ଗାଡ଼ିରେ ବସୁ ବସୁ ଶୋଇପଡ଼ିଲା, କାହିଁକିନା ତା ଶୋଇବା ଟାଇମ୍ 3ଟା 2:30 ଏମିତି। ତ ସିଏ ଶୋଇପଡ଼ିଲା ତ ଘରେ ଆଣିକି ତାକୁ ଶୁଆଇଦେଲୁ। ସେ ଖାଇନି, ସେମିତି ଶୋଇପଡ଼ିଲା। ଇଏ କହିଲେ ଡାକିଆନି, ସେ ଏକାଥରେ ଶୋଇପଡ଼ୁ, ନହେଲେ ଉଠିଲେ ଆଉ ଶୋଇବନି। ତ ଏଠି ମାନେ ଟିକେ ଟିକେ ଗରମ ବି ଲାଗିଗଲାଣି ଏଠି। ତାପରେ ଆମେ ସ୍ୱାମୀ ଚାଲନ୍ତୁ ଖାଇଦେବୁ, ତାପରେ ପୁଅ ଉଠିଲେ ତାକୁ ଖୁଆଇବି। ଏମିତି କରିକି ଆମେ ଟିକେ ରେଷ୍ଟ କରିବୁ, ତାପରେ ଝିଅ ବି ଆସିବ। ତ କେମିତି ଲାଗିଲା ଏଇ ବ୍ଲଗ୍ଟି ଆପଣମାନେ କହିବେ। ରହିଲି ସାଙ୍ଗମାନେ, କ'ଣ ମିସ୍ କରୁଛନ୍ତି କମେଣ୍ଟ କରି ଜଣାଇବେ।